जगतसिंहपुर जिला नावगां ब्लॉक प्रशासन पक्षर राज्य सरकार 2 वर्ष पूर्ति अवसर में विकासर धारा ओडिशा सारा कार्यक्रम आयोजित ब्लॉक स्तरीय स्वावलंबी युवा समृद्ध ओडिशा समावेश नावगांहाट उच्च विद्यालय परिसर में अनुष्ठित हो जायछि। नावगां मंडल उन्नयन अधिकारी निरंजन परिडा अध्यक्षतार अनुष्ठित यह कार्यक्रम में मुख्य अतिथि भाव नावगां पंचायत समिति अध्यक्षा तृष्णा लेंका, सम्मानित अतिथि भाव नावगां कृषि अधिकारी जुगस्मिता पात्र, उद्यान कृषि कर्मचारी देवाशीष महांती, सहकारी मत्स्य अधिकारी सौम्यरंजन बारिक, मंडल प्राणी चिकित्सा अधिकारी डाक्टर निरोध कुमार साहू प्रमुख जोगदे ଏହି ବ୍ଲକରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ଶିଳ୍ପ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, କାରିଗର ଓ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଲୋକାଭିମୁଖୀ ଯୋଜନାଗୁଡ଼ିକ ସମ୍ବନ୍ଧରେ ଆଲୋକପାତ କରାଇଥିଲେ। ମୁଁ ଭଗବାନ ସ୍ୱାଇଁ, ପ୍ରେସିଡେଣ୍ଟ ଓସ୍ମିନ୍। ଆଜିର ଏହି କାର୍ଯ୍ୟକ୍ରମ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା ସରକାରଙ୍କର ଏହି ବିକାଶର ଧାରା ଭାରତ ରାଜ୍ୟ ସାରା ଯେଉଁ ନାରା ଅଛି ତା ଦେହରେ ଯୁବକମାନଙ୍କର ଭୂମିକା ଆତ୍ମନିର୍ଭରର ମୁଖ୍ୟ ମୁଦ୍ଦା। ନିଜେ ଉଦ୍ୟୋଗ ପ୍ରତିଷ୍ଠା କରନ୍ତୁ, ଦେଶ ଆଗଉଛି, ନିଜକୁ ଆଗକୁ ନିଅନ୍ତୁ, ଆତ୍ମନିର୍ଭର ହୁଅନ୍ତୁ, ସ୍ୱାବଲମ୍ବୀ ହୁଅନ୍ତୁ। ଓଡ଼ିଆ ଯୁବକ ଯୁବତୀମାନେ ଉଦ୍ୟୋଗ କରିବା ସହିତ ଅଲଗା ଯୁବକ ଯୁବତୀଙ୍କୁ ଚାକିରି ଦିଅନ୍ତୁ। ଏହା ସରକାରଙ୍କର ମୁଖ୍ୟ ଆଭିମୁଖ୍ୟ। ଏହା ହେଲେ ଯୁବ ସମାଜ, ଏ ରାଜ୍ୟର ଅର୍ଥନୀତି, ଏ ଦେଶ ରାଜ୍ୟ ବହୁତ ତୀବ୍ର ବେଗରେ ଆଗକୁ ଯିବ। ଦେଶ ଆଗଉଛି, ଯଦି ଆମେ ଦେଶ ସହିତ ନ ଆଗେଇବା ଆମେ ପଛରେ ରହିଯିବା, ଦେଶ ସହିତ ତାଳ ଦେଇ ଚାଲିପାରିବାନି। ଆଜି ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶାର ମୁଖ୍ୟ ଲକ୍ଷ୍ୟ ସବୁ ଯୁବକ ଯୁବତୀମାନେ ସ୍କିଲ୍ ହୁଅନ୍ତୁ, ଦକ୍ଷ ହୁଅନ୍ତୁ। ଶାସ୍ତ୍ର କହେ ଯେ ଜ୍ଞାନ ଥିଲେ ମନ ହୁଏ, ମନ ହେଲେ ଧନ ଆସେ। ତାର ମାନେ ହେଉଛି କିଛି ଦକ୍ଷ ହେଲେ କିଛି ଉଦ୍ୟୋଗ କରିବେ, ଉଦ୍ୟୋଗ ପ୍ରତିଷ୍ଠା କଲେ ଆତ୍ମନିର୍ଭର ହେବେ ଏବଂ ଆତ୍ମନିର୍ଭର କରା କିଛି ପଇସା ବହୁତ ରୋଜଗାର କରିପାରିବେ, ଯାହାଦ୍ୱାରା ନିଜର ସ୍ୱପ୍ନକୁ ପୂରା କରିପାରିବେ। ଯାହା ନିଜର ବାପା ମାଆଙ୍କର ଜୀବନକୁ ସାର୍ଥକ, ଯେଉଁ ବାପା ମାଆ ମାନେ ପୁଅ ଝିଅମାନଙ୍କୁ ଜନ୍ମ କରିଛନ୍ତି ସେମାନେ ଖୁସି ହେବେ, ମୋ ପୁଅ ଆଜି ଗୋଟେ ବଡ଼ ମଣିଷ ହେଇଛି, ଭଲ ମଣିଷ ହେଇଛି, ସମାଜର ବହୁତ ପରିବାରକୁ ଦାନା ଦେଉଛି, ବହୁତ ଛୁଆ ପିଲାମାନଙ୍କୁ ଚାକିରି ଦେଇଛି, କି ଗୋଟେ ଆମ ଆତ୍ମସମୀକ୍ଷା କଲାବେଳେ ନିଜେ ଆମେ ଖୁସି ହେବା। ଏଇ ଆଜିର ଏହା ହେଉଛି ମୁଖ୍ୟ ଭୂମିକା। ସ୍ୱାବଲମ୍ବୀ ଭାରତ ସମୃଦ୍ଧ ଓଡ଼ିଶା ଗଠନରେ ନିଜର ଯୁବକ ଯୁବତୀମାନେ ଆଗକୁ ଆସନ୍ତୁ ଏବଂ ରାଜ୍ୟକୁ ଆଗକୁ ନିଅନ୍ତୁ। ତା ଛଡ଼ା ବାଣିଜ୍ୟ କ୍ଷେତ୍ରରେ ପରିଣତ କରନ୍ତୁ ଜଗତସିଂହପୁର ଜିଲ୍ଲାକୁ। ଜଗତସିଂହପୁର ଜିଲ୍ଲା ପୂର୍ବ ଭାରତର ଉଦୟ ଯେଉଁ ଉଜ୍ଜବ ଅଛି ପ୍ରଧାନମନ୍ତ୍ରୀଙ୍କର ମୋଦିଙ୍କର ପୂର୍ବ ଭାରତର ବିକାଶରେ ନିଜକୁ ନିୟୋଜିତ କରନ୍ତୁ। ଏଇଟା ଆମର ଓଡ଼ିଶା ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଆଉ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମର ସମଗ୍ର ଓଡ଼ିଶାରେ ସବୁ ବ୍ଲକରେ, ଜିଲ୍ଲାରେ ଏବଂ ରାଜ୍ୟରେ ବ୍ଲକରେ ବ୍ଲକ ସ୍ତରୀୟ, ଜିଲ୍ଲାରେ ଜିଲ୍ଲା ସ୍ତରୀୟ, ରାଜ୍ୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଆମର ସରକାର ଯେଉଁ ଜନହିତକର କାର୍ଯ୍ୟକ୍ରମ କରିଛନ୍ତି ଗତ 2 ବର୍ଷ ମଧ୍ୟରେ, ସେସବୁ ଲୋକଲୋଚନରେ ପହଞ୍ଚାଇବା, ବାର୍ତ୍ତା ମାଧ୍ୟମରେ ଲୋକଲୋଚନକୁ ଆଣିବା ଏ କାର୍ଯ୍ୟକ୍ରମର ଲକ୍ଷ୍ୟ, ଯାହା ଆମେ କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛୁ। ଏହା କେତେ ଦୂର ସଫଳ ହେଉଥିଲା କାର୍ଯ୍ୟକ୍ରମ ତ ଆମେ କରୁଛୁ, ଯାହା ଆମର ଯାହା ଜନହିତକର କାର୍ଯ୍ୟକ୍ରମ କରାଯାଇଛି ତାହା ଲୋକଲୋଚନକୁ ଅଣାଯାଇଛି। ସେମାନେ ସରକାରୀ କାର୍ଯ୍ୟାଳୟରୁ ଯଦି କେହି ଅସୁବିଧା ଜାଣିପାରିପାରୁଛନ୍ତି, ସରକାରୀ କାର୍ଯ୍ୟାଳୟରୁ ଗଲେ ସମସ୍ତ ସୁବିଧା ଯୋଗାଇ। नावगांरू वैष्णव रावळଙ୍କ रिपोर्ट, विश्व विजयी न्यूज ओडिशा।